ସମସ୍ତେ ନମସ୍କାର। କେମିତି ଅଛନ୍ତି ଆପଣମାନେ? ଭଲରେ ଥିବେ ତ ଆଶା କରୁଛି। ମୁଁ ବି ଭଲରେ ଅଛି। ଆଜି ଆସିଛି ମୁଁ ଗୋଟେ ବାପାଙ୍କ ଘରକୁ। ତ ସେଇଠି ମାଣ୍ଡିଆ ଚାଷ ହେଇଛି ଖରା ଟାଇମ୍ରେ। ତ ତାଙ୍କେ ପାଣି ଦେଇକି ମାଣ୍ଡିଆ ଚାଷ କରିଛନ୍ତି। ତ ମୁଁ ଆପଣମାନଙ୍କୁ ଦେଖେଇବି ଆଉ ଆମ ଗାଁର ସକାଳେ କ'ଣ କାମ, କେମିତି ଖରା ଟାଇମ୍ରେ କ'ଣ ଲାଇଫଷ୍ଟାଇଲ୍, ଗାଁର ଲାଇଫଷ୍ଟାଇଲ୍ ଟିକେ ଆପଣମାନଙ୍କୁ ଦେଖେଇବି। ଦେଖନ୍ତୁ ସାଙ୍ଗମାନେ, ବହୁତ ସୁନ୍ଦର ହେଇଛି ମାଣ୍ଡିଆ। ତ ଛୋଟ ହେଇଛି ତଥାପି ବହୁତ ସୁନ୍ଦର ହେଇଛି। ଏଇଟା ଦେଖନ୍ତୁ ଖରା ଟାଇମ୍ରେ, ବର୍ତ୍ତମାନ ଏପ୍ରିଲ ମାସ ଏଇଟା। ତ ଏପ୍ରିଲ ମାସରେ ଚାଷ ହେଇଛି ମାଣ୍ଡିଆ ଚାଷ। ଦେଖନ୍ତୁ ଆମର ନାଜାରା ଗାଁର ଲାଇଫଷ୍ଟାଇଲ୍। ତ ବହୁତ ତଳପଟେ ପ୍ଲଟ୍ରେ ବି ହେଇଛି, ମୁଁ ଆପଣମାନଙ୍କୁ ଦେଖେଇବି। ଏଇଟା ମକା ଚାଷ ବି ହେଇଛି। ତ ବହୁତ ସୁନ୍ଦର ଚାଷ କରିଛନ୍ତି। ତ ବର୍ଷା ଟାଇମ୍ ନାହିଁ ବର୍ତ୍ତମାନ, ତ ଖରା, ପ୍ରବଳ ଖରା, ଗ୍ରୀଷ୍ମ। ଆଉ ତ ଖରା ଟାଇମ୍ରେ ବି ଚାଷ ହେଇଛି ଦେଖନ୍ତୁ। ତ ମୁଁ ଆପଣମାନଙ୍କୁ ଆମର ଗାଁର ଲାଇଫଷ୍ଟାଇଲ୍ ଟିକେ କ'ଣ ଦେଖେଇବି। ଦେଖନ୍ତୁ ଏଇଟା ବି ଚାଷ ହେଇଛି ମାଣ୍ଡିଆ, ପୁରା ସାଇଜ୍ ଦେଖୁଛନ୍ତି। ତ ବେଷ୍ଟ ଚାଷ ହେଇଛି। ତ ଗାଁ ଗହଳିରେ ଏମିତି ସନ୍ଧ୍ୟା ସମୟରେ ସମସ୍ତ ପିଲାମାନେ ଫୁଟବଲ୍, ଭଲିବଲ୍ ଖେଳନ୍ତି। ତ ଏମିତି ଗାଁରେ ପଡ଼ିଆ ବି ନାହିଁ, କିନ୍ତୁ ଗାଁରେ ଏମିତି ଆମର ବିଲ ଠାରେ ସେମାନେ ଗୋଟେ ଚୁଲି କରିକି ଖେଳୁଛନ୍ତି। ତ ଗାଁ ଜୀବନ ଏମିତି। ତ କିଛିଟା ଆପଣମାନଙ୍କୁ
କେମିତି ଲାଗିଲା ମୁଁ ଛୋଟିଆ ବିରକ୍ତି ଆପଣ କଥାଟା ଆସିଲି। ତ ଗାଁ ଜୀବନ ବହୁତ ଅଲଗା ଆଉ ସହର ଜୀବନ ବହୁତ ଅଲଗା। ମୁଁ ସେ ମଧ୍ୟରେ ଟିକେ ଭିଡ଼ିଓଟା ଆପଣଙ୍କ ମଧ୍ୟ କହିବାକୁ ତ ସେପଟେ ମାଆ ବି ଆସୁଛନ୍ତି ଜଣେ କାମକୁ ଯାଇଥିଲେ ସକାଳୁ ସେ ବର୍ତ୍ତମାନ 4ଟା 5ଟା ହେବ ଫେରୁଛନ୍ତି ଦେଖନ୍ତୁ। ତ ଏମିତି ଜୀବନ ଅଛି ଆମର ଗାଁର। ଆଉ ଗାଁରେ ଆମେ ଜଙ୍ଗଲରେ କାମ କରିଥାଉ ତାପରେ ସନ୍ଧ୍ୟାରେ ଫେରିଥାଉ ସକାଳେ ଯାଇଥାଉ। ତ ଏମିତି ଜୀବନ ଦେଖନ୍ତୁ ଆମ ଗାଁ ବହୁତ ଛୋଟ ଗାଁ। ଆଉ ଆମେ ବିଲମାଳ ସାଇଡ଼ରେ ଅଛୁ ପାହାଡ଼ ତଳେ। ତ ଏମିତି ଆମେ ବସବାସ କରୁଛୁ ଆଦିବାସୀ ମାନେ। ତ ଆମେ କେବଳ ଜଙ୍ଗଲ ପାହାଡ଼ ମଝିରେ ଆମର ଗାଁ ତ କିନ୍ତୁ ଶାନ୍ତିରେ ଖୁସିରେ ରହିଥାଏ। ଆପଣମାନଙ୍କୁ ଭିଡ଼ିଓ ସୁନ୍ଦର ଲାଗିଲା ଦେଖିବାକୁ ଧନ୍ୟବାଦ ସମସ୍ତେ।